ଷଷ୍ଠ ଶ୍ରେଣୀରେ ଥିବା ଚତୁର୍ଥ ପାଠ, ଯାହାକି ରାଧାମୋହନ ଗଡ଼ନାୟକଙ୍କ ଲିଖିତ ପଦ୍ୟ ଶରତ ନଈକୂଳେ। ଏହି କବିତାଟିକୁ ଆଜି ଆମେ ଆବୃତ୍ତି କରିବା। ତ ଚାଲନ୍ତୁ। ଶରତ ନଈକୂଳେ ବସିଛି ମୁହିଁ ଛାଇ ଛଇଳ ଆମ୍ରତରୁ ମୂଳେ। ପ୍ରକୃତିର ସବୁଜ କୋଳ ଏ ମୋର ମନ ହେଉଛି ବୋଳ। ନୟନ ମମ ଭ୍ରମର ସମ ମାଧୁରୀ ଚାଖି ବୁଲେ। ଶରତ ନଈକୂଳେ ନଈର ଜଳ ଧାରା ଚାଲିଛି ଛାଇ ଆଲୁଅ ତଳେ ଦିଶୁଛି ମନୋହରା। ହଲାଇ ଗଛ ପତର ରାଶି ସମୀର ଧୀରେ ପଡ଼ଇ ଝାସି। ଗୋଟିକି ଗୋଟି ପଡ଼ୁଛି ଲୋଟି ଚପଳ ଢେଉ ମାଳା। ଶରତ ନଈକୂଳେ ମୌନ ବକ ବସିଛି ତାର ସୁଅର ଏକ ପାଶେ। ଶିକାର ଅଭିଳାଷେ ପାଉଛି ଯାହା ଅତୁଳ ସୁଖେ। ଦେଉଛି ଭରି ଆପଣା ମୁଖେ ଗେଣ୍ଡାଳିଆ ଝାମ୍ପ ମାରି ଉଠଇ ନୀଳାକାଶେ। ଶରତ ନଈକୂଳେ ନଈର ଆର ପାରେ ଦିଶୁଛି ଗାଈ ବାଛୁରୀ ପଳ ସବୁଜ ପଡ଼ିଆରେ। ଗୋପାଳ ପୁଅ ସେଇଠି କାହିଁ ବଇଁଶୀ ସୁରେ ଦେଉଛି ଗାଇ। ମୂର୍ଚ୍ଛନାଟି ଉଠୁଛି ମାତି ସତେ କି ତାଳେ ତାଳେ। ଶରତ ନଈକୂଳେ ନଈର ଏଇ କୂଳେ ସେଫାଳି ଫୁଲ ଆକୁଳ କରି ଫୁଟିଛି ଯାଇ ଦୂରେ। ମଧୁର ତାର ମହକ ରାଶି ପବନ ସାଥେ ଆସୁଛି ଭାସି। ଆବେଶ ଭୋଳ ଚିତ୍ତ ମୋର ତାହାରି ସାଥେ ଘୂରେ ତାହାରି ସାଥେ ଘୂରେ। ଶରତ ନଈକୂଳେ ଶରତ ନଈକୂଳେ।